କେମିତି ଆସିଲେ ସେଇଟା ଫାଷ୍ଟ କୁହନ୍ତୁ। ଆମେ ଇନଷ୍ଟାଗ୍ରାମ ରୁ ଦେଖିଲୁ ଆଉ ଫଲୋ କରିକି ଆସିଲୁ। ମୋର ବହୁତ ଇଚ୍ଛା ଥିଲା ମୁଁ ଭିଭୋ ହଁ ହଁ T4X ଟା ନେଇଥାନ୍ତି ଯେହେତୁ ଆଭେଲେବଲ ନାହିଁ। ହଁ ହଁ ହଁ। ଯେହେତୁ ଆସିଛି ଫେରି କଣ ଯିବି ସାମସଙ୍ଗ F17 ଟା ନେଇ ଆସିଛି ଆଉ। ସାମସଙ୍ଗ ବି ଭଲ ଫୋନ, କିଛି ଖରାପ ଫୋନ ନାହିଁ। କ୍ୟାମେରା କିନ୍ତୁ ଭଲ ଅଛି। ଭାଇ ମତେ କହୁଥିଲେ କି ମୁଁ ଷ୍ଟୋର ର ଭିଡିଓ ଦେଖିଛି, ବହୁତ ଥର ଭାବିଛି ଆସିବାକୁ, ଯାଉ ଖୁସି ଲାଗିଲା ଭାଇ ଭିଡିଓ ଦେଖୁଛନ୍ତି। ଭାଇ ଦେଖନ୍ତୁ ଭାଇର ଯିବାର ଥିଲା, ଭାଇ କୋଉଠି ଯାଉଥିଲେ? ଯିବାର ନଥିଲା, ମୁଁ ଘରେ ଥିଲି, ହଁ 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 ଭୁବନେଶ୍ୱରରେ ବିଟେକ୍ କରୁଥିଲା। ହଁ ହଁ। ଇଏ ଆସିଥିଲା, ମୁଁ ତାର କଲ୍ କରିଥିଲି ଥିବୁ କଟକରେ, ମୁଁ ଯାଇ ପହଞ୍ଚି ଫୋନ୍ ଟା ନେଇକି ଆସିଛି ଆଉ। ଏବେ ଯୋଉ ବ୍ୟାଗ ଫ୍ୟାଗ ନେଇକି ସବୁ ଯାଉଛ, କୁଆଡେ ଯାଉଛ? ଘରକୁ ଯିବୁ। ଘରକୁ ଭାଇ ମାନେ ଘରକୁ ଯାଉଛନ୍ତି, କିନ୍ତୁ ଘରକୁ ଯିବା ପୂର୍ବରୁ ଆମ ମୋବାଇଲ ମାନିଆରୁ ଖଣ୍ଡେ ଫୋନ ଟେ ନେଇକି ଯାଉଛନ୍ତି। ଭାଇ କେମିତି ଖୁସି ତ ତମେ? ଖୁସି ତ ନିଶ୍ଚିନ୍ତ। ଆଉ ଆଗରୁ ଆମ ମୋବାଇଲ ମାନେ ଷ୍ଟୋର କେବେ ଆସିଥିଲା ନା ନା ନାଇଁ? ଆସିନଥିଲୁ, ଚେଷ୍ଟା କରିଛି ଆସିବା ପାଇଁ କିନ୍ତୁ ସଫଳ ହେଇପାରିନି, ବ୍ୟସ୍ତ ବହୁଳ ଜୀବନ ଆଉ ଭାଇଙ୍କର ବ୍ୟସ୍ତ ବହୁଳ ଜୀବନ ଆଉ ଭାଇ ଆସିଲେ ଏତିକି ଭଲ ଲାଗିଲା, ଖୁସି ଲାଗିଲା। ଆଉ ଏତେ ବଡ ବ୍ୟାଗ ଦେଖନ୍ତୁ, ବ୍ୟାଗ ବୋହିଛନ୍ତି ଭାଇ, ତାପରେ ବି ଏଠିକି ଆସିକି ଆମକୁ ଟାଇମ ଦଉଛନ୍ତି, ସେ ବୋଝ ଧରିକି ବି ଏଠି ସମୟ ଦଉଛନ୍ତି, ଫୋନ ବି ଖଣ୍ଡେ ନେଇଛନ୍ତି। ଖୁସି ଲାଗିଲା ଭାଇ ମାନେ ଏମିତି ସବୁବେଳେ ଆସୁଥାନ୍ତୁ ହେଲା। ଆପଣ ମାନେ ବି ଯୋଉମାନେ ଭିଡିଓ ଦେଖୁଛନ୍ତି, ଭାଇ କୋଉ ଏରିଆ ଆପଣଙ୍କର? ଗର୍ଦ୍ଦାପୁର ପାଟକୁରା ଲାଇନ। ପାଟକୁରା ଲାଇନ, ଗର୍ତ୍ତପୁର ପାଟକୁରା ଲାଇନ ଯୋଉମାନେ ଭିଡିଓ ଦେଖୁଛନ୍ତି ସେମାନେ ବି ଆସନ୍ତୁ, ଭାଇ କହିଲେ ଫୋନ ନିଅନ୍ତୁ, ଭଲ ଡିସକାଉଣ୍ଟ ଅଫର। ଆଉ ଭାଇ ଡିଟେଲସ କହିଦେବେ ଆଉ। ଜୟ ଜଗନ୍ନାଥ। କଣ କହିବେ ଆମର, ଆପଣ ଏରିଆ ଲୋକଙ୍କୁ କଣ କହିବେ କୁହନ୍ତୁ? ଏରିଆ ଲୋକଙ୍କୁ କଣ କହିବି, ମୋର ବହୁତ ଇଚ୍ଛା ଥିଲା ଭିଭୋ T4X ଟା ନେଇଥାନ୍ତି 5G ଟା, ଯେହେତୁ ହେଲାନି ଆଉ ଛାଡ। ସାମସଙ୍ଗ ଟା ଭଲ ସାମସଙ୍ଗ ଟା ଅଛି, ଦେଖେଇଦବ ଭଲ ତମ ଅଛି, ଏରିଆରେ ଆଉ। ଭଲ ଅଛି, ବହୁତ ବଢିଆ ଅଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।